ମୁଁ ଅରକ୍ଷିତ ପୁରୁଷୋତ୍ତମ ଦୁର୍ଗୀ ଗ୍ରାମ ନିବାସୀ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଆଜି ମହାବିଶ୍ୱ ପଣା ସଂକ୍ରାନ୍ତି ଆଜ୍ଞା ଓଡ଼ିଆ ନୂତନ ବର୍ଷ ଆଜ୍ଞା ତାପରେ କିଛି କହିବେ? ହଁ, ଆଜି ତ ଆମର ମହାବିଶ୍ୱ ସଂକ୍ରାନ୍ତି ହିନ୍ଦୁ ଧର୍ମର ନବବର୍ଷ ଆଉ ମହାବୀର ହନୁମାନଙ୍କର ଜୟନ୍ତୀ। ଆଗାମୀ ଦିନ ପ୍ରବଳ ଗରମ ହେବା ଯୋଗୁଁ ଆଜି ପଣା ସଂକ୍ରାନ୍ତି ବୋଲି ମଧ୍ୟ ନାମିତ ହେଇଛି। ଆଉ ତାର ସେଥିରୁ ଶୀତଳତା ଅନୁଭବ କରିବା ପାଇଁ ସମସ୍ତ ମାନବ ସମାଜରେ ଏଇଟା ଗୋଟେ ଜାଗ୍ରତ ଆସୁଛି, ଯାହାକି ଗୋଟେ ପଣା ପିଇବା ଦ୍ୱାରା ଏହି ପୃଥିବୀ ଶାନ୍ତି ହେବ, ମନ ଶାନ୍ତି ହେବ, ସବୁ ଶୀତଳତା ହେବ, ସମସ୍ତେ ଶୀତଳତା ଅନୁଭବ କରିବେ। ଏଥିରେ ମହାବୀର ହନୁମାନଙ୍କର ମଧ୍ୟ ଆଶୀର୍ବାଦ ରହିବ। ସିଏ ହେଉଛନ୍ତି ରୁଦ୍ର ଦେବତା, ତଥାପି ରୁଦ୍ର ଶକ୍ତି, ତଥାପି ସମସ୍ତଙ୍କର ଉପରେ ତାଙ୍କର କଲ୍ୟାଣ ରହୁ, ମଙ୍ଗଳ ତାଙ୍କ ଆଶୀର୍ବାଦରୁ ସମସ୍ତେ ମଙ୍ଗଳରେ ଜୀବନଯାପନ କରନ୍ତୁ, ଏହା ସମସ୍ତଙ୍କର କାମନା। ଧନ୍ୟବାଦ। ପ୍ରଭାକର ନାଲା, ଗୁଣପୁର ଆସିଛୁ। ସାର୍, ପଣା ସଂକ୍ରାନ୍ତି ଓ ନୂତନ ଓଡ଼ିଆ ନୂତନ ବର୍ଷ ଆ ଉପରେ କିଛି କହିବେ? ଜୟ ବୀର ହନୁମାନ। ଆଜି ନୂତନ ବର୍ଷର ଦିବସ, ଓଡ଼ିଆ ଦିବସ, ଯେଉଁଟାକି ପଣା ସଂକ୍ରାନ୍ତି। ଏହି ମନ୍ଦିରଟି ବିଗତ 15 ବର୍ଷ ହେଇକି ଅଛି। ଏ ମନ୍ଦିରର ବହୁତ ଗୁଡ଼ିଏ ଆଗରୁ ବହୁତ ସମସ୍ୟା ଦୂର ହୋଇଛି, ଲୋକଙ୍କର ସମସ୍ୟା ଦୂର ହୋଇଛି। ଏ ଠାକୁରଙ୍କ ପାଖରେ ଯିଏ ମାନସିକ କରିଛନ୍ତି, ଏ ଯେ ବୀର ହନୁମାନଙ୍କ ପାଖରେ ଯିଏ ମାନସିକ କରିଛନ୍ତି, ନିଶ୍ଚିତ ଭାବେ ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇଛି। ଆଜି ଗୋଟେ ଶୁଭ ଦିନରେ ଜଣେ ଲୋକ, ଜଣେ ଯିଏକି ଆର୍ଆଇ ଥିଲେ, ସେ ମଧ୍ୟ ଆଜି ଆସିଛନ୍ତି। ବିଗତ ଦିନରେ ତାଙ୍କର ଗୋଟେ ବହୁତ ବଡ଼ ସମସ୍ୟା ଥିଲା, ସେ ସମସ୍ୟାଟା ଦୂର ହୋଇଥିବାରୁ ଆଜି ଆସି ତାଙ୍କେ 101 ଗୋଟି ନଡ଼ିଆ ଏଠି ଭାଙ୍ଗି ଯାଇଛନ୍ତି। ଆଉ ଏଥିସହିତ ମଧ୍ୟ ଆମେ ମଧ୍ୟ ଏଠି ବହୁତ ଗୁଡ଼ିଏ ମାନସିକ ଆଗରୁ କରିକି ଆସିଛୁ, ମନସ୍କାମନା ପୂର୍ଣ୍ଣ ହୋଇଛି। ନିଶ୍ଚିତ ଭାବେ ଠାକୁରଙ୍କର ଏଇ ଯେଉଁ ବୀର ହନୁମାନଙ୍କର ଆମ ପ୍ରତି ଆଶୀର୍ବାଦ ଅଛି।